ନା ହାତ ଲଗେଇବାକୁ ପଡିବ ନା ଫେଣିବାକୁ ପଡିବ ନା ସୋଢା ଦରକାର କିଛି ବି ଦରକାର ନାହିଁ। ବହୁତ ସହଜରେ ଆପଣଙ୍କ ବରାଟି ନରମ ନରମ ଗରମ ଗରମ ସ୍ପଞ୍ଜ ପରିକା ଫୁଲି ଉଠିବ ଠିକ ଯେମିତି ଆପଣ ଭିଡିଓରେ ଦେଖିଛନ୍ତି ଠିକ ସେହି ପରିକା ଭାବରେ। ଆଉ ଏତେ ଟେଷ୍ଟ ଯେ କଣ ଆପଣଙ୍କୁ ମୁଁ କହିବି। ଯଦି ଆପଣ ଥରେ ଏଇପରି ଭାବରେ ବନେଇବେ ତ ଆପଣ ନିଜେ ବି ମଧ୍ୟ ଜାଣିପାରିବେ କି ଏତେ ଟେଷ୍ଟ। ତ ଆମର ଜଣେ ସବସ୍କ୍ରାଇବର ଭଉଣୀ ଆମକୁ ରିକ୍ୱେଷ୍ଟ କରିଥିଲେ କି ବରା ସହିତ ଚଟନି ରେସିପି ଟିକେ ଆଣିବା ପାଇଁ। ତ ତାଙ୍କ ପାଇଁ ସ୍ପେଶାଲ ଆଉ ଆପଣମାନଙ୍କ ପାଇଁ ସ୍ପେଶାଲ ବରା ସହିତ ଚଟନି ରେସିପି ମୁଁ ଆଣୁଛି। ଯେହେତୁ ଆପଣ ଜାଣିଛନ୍ତି ଫେଷ୍ଟିଭାଲ ଟାଇମ ପୂଜା ପର୍ବାଣୀ ବହୁତ ସାରା ତ ଓଡିଆଙ୍କ ଘରେ ମାନେ ବରାର ନିହାତି ଭାବରେ ହେଇଥିବ। ତ ଆପଣ ସକାଳ ହଉ ରାତି ହଉ ବ୍ରେକଫାଷ୍ଟ କରି ଡିନରଠୁ ସବୁଥିରେ ଆମର ବରା ହିଁ ଲାଗିଥାଏ। ତ ଚାଲନ୍ତୁ ଫ୍ରେଣ୍ଡ ସେଇ ବରା ରେସିପିଟି ଏଇଠି ମୁଁ ଆପଣଙ୍କୁ ଜଣେଇବାକୁ ଚାହୁଁଛି। ତ ଆପଣ ଦେଖିପାରୁଥିବେ ଫ୍ରେଣ୍ଡ ଏଇଠି ମୋ ପାଖରେ ଗୋଟିଏ ଜାଗାରେ ଚାଉଳ ବଟା ଆଉ ଗୋଟିଏ ଜାଗାରେ ବିରି ବଟା ଅଛି ଯୋଉଟା କି ମୁଁ ବହୁତ ବଢିଆ ଭାବରେ ପାଣିରେ କିଛି ସମୟ ପାଇଁ ଭିଜେଇ ଦେଇଥିଲି। ଭିଜେଇ ଦେଇକି ତାକୁ ମୁଁ ବହୁତ ବଢିଆ ଭାବରେ ଚୋପା ଛଡେଇକି ଧୋଇକି ଏହିପରି ଭାବରେ ଗ୍ରାଇଣ୍ଡ କରି ଦେଇଥିଲି। ଏଇଟା ହିଁ ହଉଛି ଆମର ବିରି ବଟା। ଆପଣ ଦେଖିପାରୁଥିବେ ଫ୍ରେଣ୍ଡ ବିରି ବଟା ଏକଦମ ଭାବରେ ଫୁଲିକି ଅଛି। କେମିତି ଫୁଲିଲା ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଏଇଠି। ଦେଖନ୍ତୁ ଫ୍ରେଣ୍ଡ ଯେତେବେଳେ ଆପଣ ଗ୍ରାଇଣ୍ଡ କରୁଛନ୍ତି ଗ୍ରାଇଣ୍ଡ କଲା ଭିତରେ ଆପଣ ସାଙ୍ଗେ ସାଙ୍ଗେ ବିରିଟାକୁ ଆପଣ ଟୋଟାଲି ବି ହାତ ମାରନ୍ତୁନି। ଡାଇରେକ୍ଟ କରିସାରିବାରେ ବାହାରେ କିଛି ଟାଇମ ପାଇଁ ରଖିଦିଅନ୍ତୁ। ନହେଲେ ଆପଣ ଚାହିଁଲେ ଡାଇରେକ୍ଟ ଯାଆନ୍ତୁ ଫ୍ରିଜରେ ରଖିଦିଅନ୍ତୁ। ମିନିମମ୍ 6 ରୁ 7 ଘଣ୍ଟା ଫ୍ରିଜରେ ରଖିଦିଅନ୍ତୁ। ଏହିପରି ଭାବରେ ଜାଗାରେ ଅଲଗା ରଖିବେ। ଏକାଠି ମିଶେଇକି ଚାଉଳ ବିରି ବଟା ରଖିବେ ନାହିଁ। ଅଲଗା ରଖିବେ ତ ବିରି ଆପଣଙ୍କର ପୁରା ଫୁଲିକି ସାଇଜରେ ଡବଲ ହେଇଯିବ। ଯେତିକି ଆପଣ ବାଟିଥିବେ ତାର ଅଧାରୁ ଅଧିକ କ୍ୱାଣ୍ଟିଟି ହେଇଯିବ। ଫ୍ରେଣ୍ଡ ଯଦି ଏହିପରି ଭାବରେ କରୁଛନ୍ତି ଆପଣଙ୍କୁ ଟୋଟାଲି ବି ଫେଣିବା ପାଇଁ ଦରକାର ହୁଏନି। ଆଉ ବହୁତ ଲୋକ କୁହନ୍ତି କି ବିନା ଫେଣାରେ ତ ଫୁଲେନି ତ ଆମେ ଫେଣିବୁ କେମିତି। ତ ସେଇମାନଙ୍କ ପାଇଁ ବି ମୁଁ ଫେଣିବାଟା ଶିଖେଇଦେବି କି କେମିତି ଫେଣନ୍ତି ସେଇମାନଙ୍କୁ ଶିଖେଇଦେବି। କିନ୍ତୁ ଆପଣ ଏଇ ରେସିପିରେ ବିଲକୁଲ ଯଦି ନ ଫେଣିବେ ବି ଚଳିବ। କାହିଁକି ନା ମୁଁ ଆପଣଙ୍କୁ ଏଇ ଟ୍ରିକଟା କହିଦେଇଛି କି ଆପଣ ଗ୍ରାଇଣ୍ଡ କରିସାରିଲା ପରେ ଫ୍ରିଜରେ ରଖିଦିଅନ୍ତୁ 7 ରୁ 8 ଘଣ୍ଟା। ଯଦି ଆପଣଙ୍କୁ ସକାଳେ କରିବାର ଅଛି ତ ରାତିରେ ରଖିଦିଅନ୍ତୁ। ଯଦି ରାତିରେ ଆପଣଙ୍କୁ ଏଠି ବନେଇବାର ଅଛି ତ ସକାଳେ ରଖିଦିଅନ୍ତୁ। ଏହିପରି ଭାବରେ 7 ରୁ 8 ଘଣ୍ଟା ଆପଣ ନିହାତି ଭାବରେ ଗ୍ରାଇଣ୍ଡ କରିକି ରଖିଦିଅନ୍ତୁ। ଯାହାଦ୍ୱାରା ଆପଣଙ୍କର ବିରିଟି ବହୁତ ବଢିଆ ଭାବରେ ଫୁଲିକି ଡବଲ ହେଇଯିବ। ଆଉ ଏଠି ଦେଖିପାରୁଥିବେ ଫ୍ରେଣ୍ଡ ଚାଉଳ ବଟା। ବହୁତ ଲୋକ କୁହନ୍ତି ଆମକୁ ଚାଉଳଟା ଟିକେ ବାଟି ଆସେନି। ଟିକେ ଆମର ଚାଉଳଟା ପାଣିଆ ହେଇଯାଏ। ଯଦି ଆମେ ଅଳ୍ପ ପାଣି ଦେଇକି ବାଟୁଛୁ ତ ଗ୍ରାଇଣ୍ଡର ଖରାପ ହେଇଯାଇଥାଏ। ଯଦି ଆମେ ଅଧିକ ପାଣି ଦେଇକି ବାଟୁଛୁ ତ ଆମର ପାଣିଆ ମଧ୍ୟ ହେଇଯାଇଥାଏ। ତ ସେଇମାନଙ୍କୁ ମୁଁ କହିବି ଅଳ୍ପ ଅଳ୍ପ ଦେଇକି ପାଣି ଦେଇକି ବାଟନ୍ତୁ। ଆପଣଙ୍କର ଯଦି ପାଣି ହେଇଯାଉଛି ତ କରିବେ କଣ ଚାଉଳ କିଛି ନାହିଁ। ସେଇ ସିମ୍ପଲ ଜିନିଷ ଚାଉଳକୁ ବି ଗ୍ରାଇଣ୍ଡ କରିକି ଆପଣ ଫ୍ରିଜରେ ରଖିଦିଅନ୍ତୁ 7 ରୁ 8 ଘଣ୍ଟା। ସେ ଅଟୋମେଟିକ ଫୁଲିକି ସାଇଜରେ ଡବଲ ହେଇଯିବ। ଯଦି ପାଣିଆ ପାଣିଆ ଆପଣ ଦେଖୁଥିବେ ଠିକ ଏହିପରି ଭାବରେ ଷ୍ଟେଜରେ ପରିଣତ ହବ। ଫ୍ରେଣ୍ଡ ଯଦି ଆପଣଙ୍କୁ ମୋ କଥାରେ ବିଶ୍ୱାସ ଆସୁନି ତ ଆପଣ ନିହାତି ଭାବରେ ଥରେ ଏହିପରି ଭାବରେ କରିକି ଦେଖିଲେ ଆପଣ ନିଜେ ବି ଜାଣିପାରିବେ କେତେ ବହୁତ ବଢିଆ ସହଜରେ ଏହିପରି ଭାବରେ ସ୍ପଞ୍ଜ ସ୍ପଞ୍ଜ ବରା ଆପଣଙ୍କ ପାଇଁ ଏଇଠି ମିଳିଯିବ। ଇଏ ଦେଖନ୍ତୁ ଫ୍ରେଣ୍ଡ ଏହିପରି ଭାବରେ ଦୁଇଟା ଯାକ ଆମକୁ ଏଇଠି ମିଶେଇ ଦବାର ଅଛି। ପରିମାଣ ମୁଁ ଏଇଠି ଆପଣଙ୍କୁ କହିବି। ଆପଣ ଯଦି ଭାବୁଛନ୍ତି କି ଆପଣଙ୍କ ବରାଟା ଟିକେ ଟାଣ ରହୁଛି ତ ଆପଣ ଟିକେ ଏଇଠି ବିରିର କ୍ୱାଣ୍ଟିଟି ଅଧିକ ନେଇପାରିବେ। ଯଦି ଆପଣଙ୍କୁ ଲାଗୁଛି ନାଇଁ ଆପଣଙ୍କର ବିରିଟା ବହୁତ ବଢିଆ ଭାବରେ ସଫ୍ଟ ହଉଛି ତ ଆପଣଙ୍କୁ ଏଇଠି କରିବାର କିଛି ନାହିଁ। ବହୁତ ସିମ୍ପଲ ଏଇଠି ଆପଣ ଚାଉଳ ଆଉ ବିରିର ପରିମାଣକୁ ଇକ୍ୱାଲ ରଖନ୍ତୁ କିମ୍ବା ଚାଉଳ ପରିମାଣ ଅଧିକ ରଖନ୍ତୁ ବିରି ପରିମାଣ କମ ରଖନ୍ତୁ। ଯଦି ଆପଣଙ୍କୁ ପୁରା ବିରିଆ ମାନେ ସ୍ପଞ୍ଜ ପିଠା ଦରକାର ତ ଆପଣ ବିରିର ପରିମାଣକୁ ଅଧିକ ରଖନ୍ତୁ। ଏଇଠି ବହୁତ ଲୋକ କହିବେ କି ଆମେ ଗୋଳେଇ ସାରିଲା ପରେ ଆମର ପାଣି ହେଇଯାଉଛି ମାନେ ଆମର ମେଲ୍ଟ ହେଲା ପରେ ଟିକେ ଏଠି ପାଣିଆ ହେଇଯାଉଛି। ସେଇମାନଙ୍କ ପାଇଁ ବି ମୁଁ ଏଇଠି ଟ୍ରିକ୍ ଆଣି ଆସିଛି। ତ କରିବେ କଣ ମୁଁ ଏଇଠି ଆପଣଙ୍କୁ ଆଗକୁ ଆଗକୁ କହିବି। ତ ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ଆମେ ବହୁତ ବଢିଆ ଭାବରେ ଗୋଳେଇ ଦେଇଛି। ଏବେ ଟିକେ ଆମେ ଫେଣିଦବା। କିନ୍ତୁ ଫ୍ରେଣ୍ଡ ଆପଣଙ୍କୁ ଏଠି ଟୋଟାଲି ଫେଣିବାକୁ ପଡିବନି। ଯୋଉମାନେ ଶିଖିନାହାନ୍ତି ଫେଣା ସେଇମାନଙ୍କ ପାଇଁ ମୁଁ ଏଇଠି ଫେଣିକି ଦେଖେଇ ଦଉଛି। ଏହିପରି ଭାବରେ ଆପଣ ଫେଣି ପାରିବେ। ଯଦି ଆପଣ ଏହିପରି ଭାବରେ ଟ୍ରିପ୍ସ ଆଉ ଟ୍ରିକ୍ ଯଦି ଆପଣ ଫ୍ରିଜରେ ରଖୁନାହାନ୍ତି 7 ରୁ 8 ଘଣ୍ଟା ଯଦି ଫ୍ରିଜରେ ଗ୍ରାଇଣ୍ଡ କରିସାରିଲା ପରେ ରଖୁନାହାନ୍ତି ତ 5 ରୁ 10 ମିନିଟ ଆପଣ ଫେଣି ଦିଅନ୍ତୁ। ଯଦି ଆପଣଙ୍କ ହାତ କାଟୁଛି କିମ୍ବା ଫେଣିବା ପାଇଁ ଚାହୁଁନାହାନ୍ତି ତ ଫ୍ରିଜରେ ନିହାତି ଭାବରେ ରଖନ୍ତୁ। ଯଦି ଫେଣିବା ପାଇଁ ଚାହୁଁଛନ୍ତି ତ ଡାଇରେକ୍ଟ ଗ୍ରାଇଣ୍ଡ କରିସାରିଲା ପରେ ଫେଣିକି ପ୍ରୋସେସିଂ ଆଗକୁ କରନ୍ତୁ। ତ ସେଇମାନଙ୍କ ପାଇଁ ଏଇ ଗୁଣ୍ଡଟି ମୁଁ ପକେଇଲି। ଏଇ ଗୁଣ୍ଡଟା ହଉଛି ଚାଉଳ ଗୁଣ୍ଡ ଅରୁଆ ଚାଉଳର ଗୁଣ୍ଡ। ସେଇମାନଙ୍କ ପାଇଁ ପକେଇଲି ଯୋଉମାନେ କହୁଛନ୍ତି ଆମେ ଏତେ ସବୁ ଜିନିଷ କଲା ପରେ ବି ଆମର ପିଠାଟି ମାନେ ଆମର ବରା ବ୍ୟାଟରଟି ପାଣି ହେଇଯାଉଛି ତ ନିହାତି ଭାବରେ ଫ୍ରେଣ୍ଡ ଚାଉଳ ଗୁଣ୍ଡ ଆଡ କରନ୍ତୁ। ଯଦି ଦରକାର ହଉଛି ତ ଚାଉଳ ଗୁଣ୍ଡ ଆଡ କରନ୍ତୁ। ଯଦି ଦରକାର ହଉନି ତ ଆପଣ ତାକୁ ସ୍କିପ୍ କରନ୍ତୁ। କିନ୍ତୁ ଯଦି ପାଣି ଲାଗୁଛି ଆପଣଙ୍କୁ ତ ନିହାତି ଭାବରେ ଫ୍ରେଣ୍ଡ ଏଇଠି ଚାଉଳ ଗୁଣ୍ଡ ଆପଣ ଆଡ କରନ୍ତୁ। ଆଡ କରି ସାରିଲା ପରେ ବହୁତ ବଢିଆ ଭାବରେ ୟାକୁ ଆପଣ ଏହିପରି ଭାବରେ ମିଶେଇ ଦିଅନ୍ତୁ। ଫ୍ରେଣ୍ଡ ଏଇଠି ବହୁତ ଲୋକ କହିବେ କି ଆମେ ଚାଉଳ ଗୁଣ୍ଡ ତ ରଖିନୁ କଣ କରିବୁ।
तो एठी मैं आपन गोटे छोटिया सजेस्ट देबी आपन चाउल गुंड बदल आपण एठी सुजी नहीं पारिबे मोटा सुजी पतला सुजी जेकोसी सुजी आपण एठी सुजीर मध्य यूज करि पारिबे जदि चाउल गुंड नाय तो निहाती भाबे एठी सुजीर यूज करंतु काहेकि ना सुजीटा हमर पानीटा को शोषि दिए जहा द्वारा फुली जाए सुजीरा आ आपनकु बैटरटा पानी लागे ना आ खाइबार भी मध्य टेस्ट लागे कुरकुर लागे भल स्वाद आसी थाए एठी देखंतु फ्रेंड आमे स्वाद अनुसार 2 चम्मच एठी लुण देदेवा फ्रेंड आपण केतिकी बैटर नउछंदी से अनुसार लुण नेबे आपण चाहिले फ्रेंड अल्प लुण पके पके टिके टिके टेस्ट करिके एथुरु आपण आउ टिके अधिक मध्य नै पारिबे एठी देखंतु फ्रेंड लुण पकेकी म एठी गोळी दोछि अच्छा लुण पकेबा द्वारा हेइ थाए कोन लुण पकेबा द्वारा भी आपनकर जणा पड़ी जाय थाए माने फटकी जाय थाए टिके तो ता द्वारा आपण जानि परिबे कि आपनकर सुदुव पानिया कि बहलिया जदि आपन फोनी पानिया लाउछि तो आपण एठी सुजी किंबा चाउल गुंड मध्य ऐड करि परिबे एठी देखंतु फ्रेंड मु नै जायछि एठी भृसंग पत्र आ एठी नै जायछि मु कंचा लंका छोट छोट काटी देछि छोट भृसंग पत्र तेनु करी एका सहित देछि जदि बड़ भृसंग पत्र तो आपण या काटी मध्य देई पारिबे आ एठी नै जायछि पियाज रफ पियाज मु एठी लंबा लंबा करी काटी देछि एहिपरि भाବରେ ଆପଣଙ୍କୁ ଆଡ୍ କରିଦେବାର ଅଛି फ्रेंड ଯଦି ଆପଣ ପିଆଜ ଖାଉନାହାନ୍ତି ତ ପିଆଜକୁ एकदम ଭାବରେ ସ୍କିପ୍ କରିଦିଅନ୍ତୁ କିମ୍ବା ଯଦି ଆପଣ ପୂଜା ପର୍ବାଣୀରେ କରୁଛନ୍ତି ପିଆଜ ଆପଣଙ୍କୁ ଖାଇବେ ନାହିଁ ତ ଆପଣ ପିଆଜଟାକୁ ବିଲକୁଲ ଭାବରେ ଆଡ୍ କରିଦିଅନ୍ତୁ ଆଉ ତା ବ୍ୟତୀତ ଆପଣ ସବୁ ଜିନିଷ ଏଇଠି ପକେଇକି ଖାଇପାରିବେ ଏଇଠି ଦେଖନ୍ତୁ फ्रेंड ମୁଁ ନେଇଯାଇଛି ଅଦା ଅଦା ଆପଣ ଚାହିଁଲେ ଚୋପା ଛଡେଇ ପାରିବେ ନହେଲେ ଚୋପା ନ ଛଡେଇଲେ ବି ମଧ୍ୟ ଚଳିଥାଏ ଏଠି ବହୁତ ଲୋକ କହିବେ ମତେ कि अदा केमती चोपा न छड़ा हम से ये गोटे क्वेश्चन करने चाहूँगी आपड़ जिते बाहागर खाऊँच कि जेकोसी भोजी खाऊँ कौन आप जानते अदार चोपा छड़ा हुए कि हुए तो मुझे आपको कौन अदार टोटाली चोपा छड़ा हुए बस 2 ରୁ 3 थर बहुत बढ़िया भाव ये पानी वाश कर दिखते ताकि तार मटीराक सब धोई हो जाए थाए ठीक यही भाव में फ्रेंड आप अधिक क्वांटिटी कर अदार चोपा छड़ाई चाहूना तो न छड़ेले भी चलीज ये देखो फ्रेंड जदि आप चाहते तो निहाती भाव चोपा छड़ा जदि ना चाहूना भाव डायरेक्ट छेची दिंतु ये देखो फ्रेंड अदार क्वांटिटी मुझे अधिक नहीं जाऊँगी जहाद्वारा खाइबार बरार टेस्टा बहुत बढ़िया भाव आसी थाए गोटे बहुत बढ़िया भाव फ्रेंड छेची देवे छेचिले तार फ्लेवरटा पशि जाए जोटा खाइबार बहुत बढ़िया भाव टेस्ट लगी थाए सब तक बहुत बढ़िया भाव ए बराबर गोड़े देवा फ्रेंड आपने जानते आपन सिक्रेट फूडी चैनल को आउ सिक्रेट फूडी चैनल सिक्रेट सिक्रेट टिप्स और ट्रिक्स सहित आपन भरपूर मात्रा बोनस पॉइंट भी देखा मिलता है तेणुक आप सिक्रेट फूडी चैनल को सब्सक्राइब करना सब्सक्राइब करके बेल नोटिफिकेशन ऑन कर दिंतु ताकि आपको यही भाव नुआ नुआ रेसिपी वीडियो बहुत ही तुरंत मिल जाव जिते बेले मु अपलोड करी सभा प्रथम आपण पाखक आसीज तेणुक फ्रेंड निहाती बेल नोटिफिकेशन ऑन कर दिंतु आपड़ जानते सिक्रेट फूडी चैनल बहुत सारा बोनस पॉइंट मिलता है तो निहाती भाव फ्रेंड चैनल को जब एपर्यंत सब्सक्राइब करना सब्सक्राइब कर रखुद ताकि आप बोनस पॉइंट मिस न करूँ जोटा कि आप बहुत सारा लोक देखुए केवल से बोनस पॉइंट दिखते ना आपको ये एमती बोनस पॉइंट दूसरी आप गोटे वीडियो देखी सारापर अन्य कौन वीडियो आपको देखा पड़ो ना पूरा बोनस पॉइंट सहित पूरा सिक्रेट टिप्स और ट्रिक सहित ये देखो फ्रेंड मुझे नहीं जाइए पानी पानी रे एठी मु बहुत बढ़िया भाव गोटे चकिया ऊपर जरी माने पॉलिथिन रे दे देइछि दबा द्वारा कोन हेते हमर पिठू माने सोदुटा बहुत बढ़िया भाव खसी थाए तो यही सब आपन कोन करिवे चाहिले तेल जरी को उल्टे की दुई परस्त करके तेल जरी डायरेक्ट रखी दे पारंती जदि आपन तेल जरी नै तो जे कोन से पॉलिथिन किबा एही भाव प्लेट ऊपर रखि देबे किंतु प्लेट ऊपर देले टिके हमर खसी न थाई शीघ्र तेनु करे हम प्लेट ऊपर गोटे बहुत बढ़िया भाव धଳାର पॉलिथिन रे दे देइछे ताकि हमर पिठाटा बहुत बढ़िया भाव खसिबो आपनको करिवार कोन अछि फ्रेंड ओदा हाथ हेइ जिबार अछि ओदा हाथ हेइकी आपण ए भाव प्लेट को भी मध्य ओदा कर देबार अछि एतिके एतिके बैटर नबार अछि आपण चाहिले बड़ करि परिबे छोटो करि परिबे आपण आपनको हिसाब रे बड़ छोटोर क्वांटिटी एठी रखि दियंतु एही पर भाव फ्रेंड आपनको गोटी गोटी करी देई दबार अछि परा को गरम गरम तेल रे आ सबले मन रखिए फ्रेंड तेलटा को आपण बिल्कुल भाव रे हाई रखंतु टोटली लो करंतु नाही जदी लो करूछंती तो आपणको बरा रे तेल अधिक शोषि नब जहा द्वारा आपण खाइले तेल पुचु पुचु हबो खाइबा टोटली भल लागिबो नै एठी मोर बहुत सांगगर गोटे मन रे क्वेश्चन आसुथिबा जदी आमे गोटिए पकाउछु हमको जदी 2 मिनिट टाइम लागुची आ गोटिए पकाउ पकाउ जदी हमर
ଗୋଟିଏ ପ୍ରଥମ ବରାଟି ଏଠି କଲର ଚେଞ୍ଜ ହେଇଯିବ କି ଆମର ଜଲ୍ଦି ଜଲ୍ଦି ହେଇଯିବ ତ ଆମେ ଏଠି କଣ କରିବୁ? ତ ସେଇମାନଙ୍କୁ ମୁଁ କହିବାକୁ ଚାହୁଁଛି ଆପଣ 2ରୁ 3 ଥର ଏଇଠି ଯେତେବେଳେ ପକଉଛନ୍ତି ବରା ଏହିପରି ଭାବରେ ପକଉଛନ୍ତି ତ ଆପଣଙ୍କ ବରାଟା କଣ ହେଇଥାଏ ଆପଣ ଏଇ ଯୋଉ ତେଲଟା ଟିକେ ଥଣ୍ଡା ହେଇ ହେଇ ଆସିଥାଏ କାହିଁକି ନା ଆପଣଙ୍କର ଜିନିଷଟା ଥଣ୍ଡା ଜିନିଷ ଥାଏ ତେଣୁକରି ଏଠି ଥଣ୍ଡା ହେଇ ହେଇ ଆସିଥାଏ ତେଣୁକରି ଆପଣ ଏକା ସହିତ ସବୁତକ ହେଲା ଭିତରେ ଆମର ସବୁତକ ମ୍ୟାନେଜ ହେଇକି ଏକା ସହିତ ଗୋଟିଏ କଲରର ହେଇଯାଇଥାଏ ଆପଣ ଯେମିତି ଦେଖିପାରୁଥିବେ ମୁଁ ଗୋଟି ଗୋଟି କରି ପକଉ ପକଉ 5 ମିନିଟରେ ଗୋଟି ଗୋଟି କରି ସବୁତକ ମୁଁ ଏଠି ପକେଇ ଦେଇଛି କିନ୍ତୁ ଆପଣ ଏଠି ଦେଖିବେ ଆଶ୍ଚର୍ଯ୍ୟ ହେଇଯିବେ କି ଏକା ସହିତ କେମିତି ସବୁତକ କଲର ହେଲା ମୁଁ ତ ଗୋଟି ଗୋଟି କରି ପକଉଛି ଆପଣଙ୍କୁ ବି ମଧ୍ୟ ମୁଁ ଦେଖୁଛି କେମିତି ତ କଲର ଚେଞ୍ଜ ହେଲା ତ ତାର ତେଲର ଟିକେ ବାଲାନ୍ସ ରହିଥାଏ ଯେହେତୁ ଆମେ ଡାଇରେକ୍ଟ ଏଇଠି ଆମେ ଡାଇରେକ୍ଟ ସୋଦୁଅ ଦଉଛେ ତ ତା ଦ୍ୱାରା ତେଲ ଟିକେ ଥଣ୍ଡା ହେଇଯାଇଥାଏ ପୁଣି ଆମେ ଏକା ସହିତ ସବୁତକ ପକେଇ ସାରିଲା ପରେ ଏହିପରି ଭାବରେ ତ ତେଲଟା ଆମର ପୁରା ଠିକ ବାଲାନ୍ସ ହେଇକି ଆସି ଯାଇଥାଏ ଯାହାଦ୍ୱାରା ଆମର ପରଫେକ୍ଟ ଭାବରେ ସବୁତକ ଏକା ସହିତ ସିଝି ଯାଇଥାଏ ଆପଣଙ୍କୁ ଫ୍ରେଣ୍ଡ ଆଉ ଗୋଟେ ଜିନିଷ ଧ୍ୟାନ ଦେବାକୁ ପଡିବ ସବୁବେଳେ ଆପଣ ହାଇ ଫ୍ଲେମ୍ କରିକି ହିଁ ଛାଣନ୍ତୁ ଯଦି ଲୋ ଫ୍ଲେମ୍ କରିବେ ତେଲ ପିଇଯିବ ଆଉ ଖାଇବାରେ ମଧ୍ୟ ଟୋଟାଲି ବି ଟେଷ୍ଟ ଲାଗିବନି ଫ୍ରେଣ୍ଡ ଯେହେତୁ କି ଆଜି ମୋର ଜଣେ ସବସ୍କ୍ରାଇବର ଭଉଣୀ ମତେ କମେଣ୍ଟ କରିଥିଲେ କି ଦିଦି ଆପଣ ବରା ଆଉ ଚଟଣିର ରେସିପି ଆଣନ୍ତୁ ତ ମୁଁ ଆଜି ଆପଣଙ୍କୁ ସେଇ ଚଟଣି କହିବି ଯୋଉ ଚଟଣି ଆପଣ ହୁଏତ ଯେକୌଣସି 5 ଷ୍ଟାର ରେଷ୍ଟୁରାଣ୍ଟ ଯାଆନ୍ତୁ କିମ୍ବା ଆପଣ ଯେକୌଣସି ବି ଜାଗାକୁ ଯାଆନ୍ତୁ ଷ୍ଟ୍ରିଟ୍ ସାଇଡକୁ ଯାଆନ୍ତୁ କିମ୍ବା ଆପଣ ଠେଲା ଗାଡିକୁ ଯାଆନ୍ତୁ ତ ଆପଣଙ୍କୁ ସେଇପରି ଭାବରେ ଚଟଣି ମିଳିଥାଏ ସେଇପରି ଭାବେ ମୁଁ ଆପଣଙ୍କୁ ଏଇଠି ଚଟଣିର ରେସିପି କହିବି ଯୋଉଟା କି ସବୁ ଜିନିଷ ଆପଣଙ୍କ ଘରେ ଥିବ ଯଦି ନଥିବ ତ ତାର ଅଲ୍ଟରନେଟିଭ କଣ କରିବେ ସେଇଟା ବି ମୁଁ ଆପଣଙ୍କୁ ଏଠି କହିବି ତେଣୁକରି ଫ୍ରେଣ୍ଡ ଆଉ ଗୋଟେ ଛୋଟିଆ ରିକ୍ୱେଷ୍ଟ କରୁଛି ଯଦି ଆପଣ ଚାହୁଁଛନ୍ତି ସେୟାର କରିବା ପାଇଁ ତ ଆପଣ ଆପଣଙ୍କ ସାଙ୍ଗସାଥିମାନଙ୍କୁ କିମ୍ବା ପରିବାର ଲୋକମାନଙ୍କ ପାଖକୁ ଯୋଉମାନେ ଖାଇବାକୁ ଅଧିକ ପସନ୍ଦ କରନ୍ତି ବରା ସେଇମାନଙ୍କ ପାଖକୁ ସେୟାର କରିଦିଅନ୍ତୁ କାହିଁକି ନା ସେମାନେ ବି କିଛିଟା ନୂଆ ଶିଖିବାକୁ ପାଇବେ ଆଉ ଯୋଉମାନେ ଜାଣିନାହାନ୍ତି ବରାର ରେସିପି ସେଇମାନଙ୍କୁ ବି ମଧ୍ୟ ଆପଣ ସେୟାର କରିପାରିବେ ତାକି ସିଏ ବି ଆପଣଙ୍କୁ ବନେଇକି ଏହିପରି ଭାବରେ ଗରମ ଗରମ ବରା ଦେଇପାରିବେ ତ ଇଏ ଦେଖନ୍ତୁ ଫ୍ରେଣ୍ଡ ଆମର କଥାରେ କଥାରେ 2ରୁ 3 ବାରି ବରା ଆମର ଅଲରେଡି ଉଠି ସାରିଲାଣି ଆଉ ଏଇଟା ଏତେ ସହଜ ଏହିପରି ଭାବରେ ଆପଣ ଟିକେ ହଲେଇ ଦେବେ ଯଦି ତେଲ ଯୋଉତକ ଥିବ ସବୁତକ ତେଲ ଗଳି ପଡିବ ଆଉ ଆପଣ ଦେଖିପାରୁଥିବେ ବିନା ଟିସୁ ପେପର ବିନା ପେପରରେ ଆମର ବରାରେ ଟୋଟାଲି ତେଲ ଲାଗେ ନାହିଁ ଯଦି ଆପଣ ଏହିପରି ଭାବରେ ଟ୍ରିକ୍ କରୁଛନ୍ତି ତ ବରାରେ ଟୋଟାଲି ବି ତେଲ ଶୋଷିବ ନାହିଁ ଦେଖନ୍ତୁ ଫ୍ରେଣ୍ଡ ମୁଁ ଆଶା କରୁଛି ମୋର ଭିଡ଼ିଓଟି ଆପଣଙ୍କୁ ଭଲ ଲାଗୁଛି ଯଦି ଏପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି ଗୋଟେ ଲାଇକ୍ କରିକି ମୋତେ ସପୋର୍ଟ କରନ୍ତୁ କାହିଁକି ନା ଆପଣଙ୍କର ଗୋଟିଏ ଗୋଟିଏ ଲାଇକ୍ ମୁଁ ବି ବହୁତ ମୋଟିଭେସନର କାମ କରେ ଏବେ ଦେଖିପାରୁଥିବେ ଫ୍ରେଣ୍ଡ ବରାଟି ଏତେ ବଢ଼ିଆ ଭାବରେ ସ୍ପଞ୍ଜ ହେଇଛି ଫୁଲିକି ବରାର ସାଇଜ ଡବଲ ହେଇଯାଇଛି ଆପଣ ଦେଖିଲେ ଏତେ ସୁନ୍ଦର ଦେଖାଯାଉଛି ଆଉ ଯଦି ଆପଣ ଏଠି ଖାଇବେ ତ ଏଇଟା ଆହୁରି ମଧ୍ୟ ଟେଷ୍ଟ ଲାଗିଥାଏ ତ ଇଏ ଦେଖନ୍ତୁ ଫ୍ରେଣ୍ଡ ଆମର ବରା ତ ରେଡି ହେଇଗଲାଣି କିନ୍ତୁ ସେମିତି କଣ ଖାଲି ଖାଇବା ଆପଣ ଚାହିଁଲେ ଫ୍ରେଣ୍ଡ ଆଳୁ ମଟରରେ ବି ମଧ୍ୟ ଖାଇପାରିବେ ଯଦି ସାଧା ଦିନ ଅଛି ତ ତାର ରେସିପି ମୁଁ ଅଲରେଡି ଅପଲୋଡ କରିଛି ଆପଣ ଚେକ୍ ଆଉଟ୍ କରିଦିଅନ୍ତୁ ତ ଏହିପରି ଭାବରେ ଫ୍ରେଣ୍ଡ ଦେଖନ୍ତୁ ମୁଁ ଚଟଣିର ରେସିପି ଦଉଛି ଚଟଣି ରେସିପି ପାଇଁ ଆମକୁ ଏହି ଇନଗ୍ରିଡିଏଣ୍ଟ ସବୁ ଦରକାର ଯଦି ଆପଣଙ୍କ ପାଖରେ ଫ୍ରେଣ୍ଡ ଧନିଆ ପତ୍ର ନାହିଁ ତ ଧନିଆ ପତ୍ର ବଦଳରେ ଆପଣ କଣ ଆଡ୍ କରିବେ ସେଇଟା ବି ମୁଁ ଆପଣଙ୍କୁ ଏଠି କହିଦେବି ତେଣୁକରି ଡରିବାର କୌଣସି କଥା ନାହିଁ ତ ଦେଖନ୍ତୁ ଫ୍ରେଣ୍ଡ ଏଠି ମୁଁ ଧନିଆ ପତ୍ର ଦେଇଛି ଧନିଆ ପତ୍ରରେ ଯଦି ଆପଣଙ୍କ ପାଖରେ ନାହିଁ ତ ଆପଣ ଏଠି ପୁଦିନା ପତ୍ର ମଧ୍ୟ ଦେଇପାରିବେ ଯଦି ଧନିଆ ପତ୍ର ନାହିଁ ତ ଏଇଠି ଆପଣ ମିଣ୍ଟ ଲିଭ୍ସ ଆଡ୍ କରିପାରିବେ ଏଠି ଦେଖନ୍ତୁ ମୁଁ ଲଙ୍କା ଦେଇଛି 4ରୁ 5ଟି ଲଙ୍କା ଆପଣ ଆପଣଙ୍କ ରାଗ ହିସାବରେ ଦେଇଦିଅନ୍ତୁ ରସୁଣ ମୁଁ ଦେଇଛି ରସୁଣ ଏଇଠି 5ରୁ 6ଟି କୋଲା ମୁଁ ଦେଇଛି ଆପଣ ଯଦି ଅଧିକ ବଢିବା ପାଇଁ ଚାହୁଁଛନ୍ତି ତ ଅଧିକ ରସୁଣ ଦେବେ ଯଦି କମ କରିବା ପାଇଁ ଚାହୁଁଛନ୍ତି ତ କମ ରସୁଣ ଦେବେ ଆଉ ଏଇଠି ମୁଁ ଅଦା ନେଇଯାଇଛି ଆଉ ଏଇଠି ଲେମ୍ବୁ ଅଦାର ମୁଁ ଚୋପା ଛଡେଇ ଦେଇଛି ତ ଆପଣ ଏହିପରି ଭାବରେ ଚୋପା ଛଡେଇକି ଅଦା ଟିକେ ଦିଅନ୍ତୁ ଆଉ ଏଠି ଲେମ୍ବୁ ଖଣ୍ଡେ ଚିପୁଡ଼ି ଦିଅନ୍ତୁ ଯଦି ଆପଣଙ୍କ ପାଖରେ ଲେମ୍ବୁ ନାହିଁ ତ ଆପଣ ଯେକୌଣସି ଖଟା ଜିନିଷ ଏଇଠି ଆଡ୍ କରିପାରିବେ ଏଠି ଦେଖନ୍ତୁ ଫ୍ରେଣ୍ଡ ସ୍ୱାଦ ଅନୁସାରେ ଟିକେ ଲୁଣ ଦେଇଦେଇଛି ତାକି ଲୁଣ ଦେଲେ ଟିକେ ବହୁତ ବଢିଆ ଭାବରେ ଟେଷ୍ଟ ଲାଗିଥାଏ ତାକି ଆମର ଟେଷ୍ଟ ବି ମଧ୍ୟ ଆସିଯାଇଥାଏ ପାଣି ମୁଁ ଏଇଠି ଗୋଟିଏ କପ୍ ଦେଇଦେଇଛି ଆପଣ କେତେ ହିସାବରେ କରୁଛନ୍ତି ସେଇ ହିସାବରେ ଆପଣ ଏଇଠି ଦେବେ ମୁଁ ଏଠି ଟିକେ ପାଣିଆ ରଖୁଛି ଅଧିକ ତେଣୁକରି ମୁଁ ଏଠି ଗୋଟିଏ କପ୍ ଦଉଛି ଆପଣ ଯଦି ଚାହୁଁଛନ୍ତି ଏତିକି କ୍ୱାଣ୍ଟିଟି କରୁଛନ୍ତି ତ ହାଫ୍ କପ୍ ମଧ୍ୟ ରଖିପାରିବେ ନହେଲେ ଏପରି ଭାବରେ ଫୁଲ କପ୍ ବି ମଧ୍ୟ ଦେଇପାରିବେ ତାକୁ ଟିକେ ଗ୍ରାଇଣ୍ଡ କରିଦେବା ଆମେ 1 ମିନିଟ୍ ବି ଲାଗିଲାଣି ଆମର ବହୁତ ବଢିଆ ଭାବରେ ଏଇଠି ଆମର ଗ୍ରାଇଣ୍ଡ ହେଇକି ରେଡି ହେଇଗଲା ଆପଣ ଦେଖିପାରୁଥିବେ ଫ୍ରେଣ୍ଡ ଗ୍ରୀନ ଚଟଣି ଆମର ଏକଦମ ବହୁତ ବଢିଆ ଭାବରେ ରେଡି ହେଇଯାଇଛି ଆଉ ଫ୍ରେଣ୍ଡ ମୁଁ ଆପଣଙ୍କ ସହିତ ଚାଉଳ ବରାର ବି ମଧ୍ୟ ରେସିପି ଛାଡ଼ିଥିଲି ଯାହା ସହିତ ମୁଁ ଆପଣଙ୍କୁ 2 ପ୍ରକାର ଚଟଣି ବି ମଧ୍ୟ କହିଥିଲି ମୁଁ ଆଶା କରୁଛି ଆପଣ ନିହାତି ଭାବରେ ମୋର ସେ ଭିଡିଓ ଦେଖିଥିବେ ଯଦି ଦେଖିନାହାନ୍ତି ତାହେଲେ ଏଇ ଭିଡିଓଟା ସରିଲା ପରେ ଆପଣଙ୍କ ସାମ୍ନାକୁ ଆଉ 2ଟି ଭିଡିଓ ଆସିବ ଭାରି ତ ସେଇଠି ଆପଣ ଚାଉଳ ବରା ରେସିପି ଦେଖିପାରିବେ ମୋର ଅନ୍ୟତମ ବରା ରେସିପି ମଧ୍ୟ ଦେଖିପାରିବେ
ଆଉ ମୁଁ ଆପଣଙ୍କ ସହିତ ଆଳୁଚପ ସିଙ୍ଗେଡ଼ା ସହିତ ଗୁଲୁଗୁଲା ମଧ୍ୟ ସେୟାର କରିଛି। ଆପଣଙ୍କୁ ଯେକୌଣସି ଭିଡ଼ିଓଟି ଦେଖିବାକୁ ବି ପସନ୍ଦ ଲାଗୁଛି ଆପଣ ତାକୁ ଦେଖନ୍ତୁ, ମଜା ନିଅନ୍ତୁ, ନିହାତି ଭାବରେ ବନାନ୍ତୁ ଆଉ ମୋତେ କମେଣ୍ଟରେ ଜଣାନ୍ତୁ ମୁଁ ଆଗାମୀ ରେସିପି ଆପଣଙ୍କ ପାଇଁ କ'ଣ ଆଣିକି ଆସିବି। ତ ଟିକେ ଚଟଣି ସହିତ ଟିକେ ବରା ଆପଣ ଖାଆନ୍ତୁ, ବହୁତ ବଢ଼ିଆ ଭାବରେ ଟେଷ୍ଟ ଲାଗିଥାଏ। ଏ ଚଟଣିକୁ ଆପଣ ରୁଟି ସହିତ, ପରଟା ସହିତ, ପୁରୀ ସହିତ ବି ଖାଇପାରିବେ। ଏଇଟା ବହୁତ ହି ବଢ଼ିଆ ଟେଷ୍ଟ ଲାଗିଥାଏ। ଆଉ ଆପଣ ଯଦି ଥରେ ବନେଇବେ ଏଇ ଚଟଣି ଆପଣ ବିଶ୍ୱାସ କରିପାରିବେନି, ଏଇଟା ଏତେ ଟେଷ୍ଟ ଲାଗୁଛି ଆପଣ ବାର ବାର ବନେଇବେ ଆଉ ଆଙ୍ଗୁଠି ଚାଟିକି ମଧ୍ୟ ଏଟାକୁ ଖାଇବେ। ଇଏ ଦେଖନ୍ତୁ ଫ୍ରେଣ୍ଡ ଥିଲା ଆମର ଛୋଟିଆ ଭିଡ଼ିଓଟି ବରା ରେସିପି, ଯୋଉଟାକି ମୁଁ ଆପଣଙ୍କୁ ସେୟାର କରିଥିଲି। ଆପଣଙ୍କ କମେଣ୍ଟ ହିସାବରେ ତ ନେକ୍ସଟ ଆଗାମୀ ଭିଡ଼ିଓ ଆପଣ କ'ଣ ଚାହୁଁଛନ୍ତି ଦେଖିବା ପାଇଁ ମୋତେ ନିହାତି ଭାବରେ ବତାନ୍ତୁ। ଆଉ ଯଦି ଭଲ ଲାଗିଲେ ଲାଇକ୍